ॐ नमो भगवते वासुदेवाय। ତେଣୁକରି ଆମର ଜୀବନର ଏକମାତ୍ର ଧ୍ୟାନ, ଏକମାତ୍ର ଲକ୍ଷ୍ୟ ହେଉଛି ମାନବ ଶରୀରର ସୁଯୋଗ ନେଇ, ମାନବ ଜୀବନର ସୁଯୋଗ ନେଇ କୃଷ୍ଣ ଚରଣାରବିନ୍ଦ ପ୍ରାପ୍ତି କିପରି ସୁନିଶ୍ଚିତ ହେବ ସେଥିପାଇଁ ଅହରହ ବଳରାମଙ୍କର କୃପାରୁ ବଳରାମଙ୍କର କୃପାରୁ ସଦ୍ଗୁରୁ ବଚନ। ତା ନହେଲେ ଇଏ କାହା ମୋର ଯେ ଦେହଧାରୀ ମାତା ଶ୍ରୀ ମତେ କହିଥିଲେ ଆରେ ତୁନା କିଏ କାହାର ଏ ଜଗତ କାହିଁକିନା ଯୋଉ ଶରୀରକୁ ନେଇ ଆମେ ସମ୍ବୋଧିତ ସେ ଶରୀର ଚାଲିଗଲା ପରେ ସେ ଶରୀରକୁ ନେଇ ତ ସବୁ ପାଲା ଲାଗିଛି। ये नित्य कुल संभव से नित्य कुल संभव, ये राजा से प्रजा, ये मनुष्य से ये देवता, ये सब शरीर एवं शरीर उपाधि कि आत्मार स्वरूप से कौन सर्वपाधि ये कौन सी उपाधि आत्मा को से यहीटा जड़े रियलाइज कर मानवतन मानवतन पाइला बेले चेतना बहु भाव में आक्रमित हुए। दृढ़तार अभाव है लोक कथार प्रभावित गोटे सुंदर आध्यात्मिक बोध जाते श्रमण युवक अवस्था आ गोटे कथा मोर देहरात्री महाजी था मत कह गोटे युवक पिला अति यौवनर प्रारंभ तार वैराग्य भाव तीव्र गोटे कथा गोटे बौद्ध जातक कथा कही तार तीव्र वैराग्य युवक से एकमात्र संतान अचलाचल संपत्ति 12 वर्ष पर्यंत तार पिता माता निसंतान जड़े साधुंकर निर्देश हरिद्वार को जाई 6 मास काल एक पुत्र प्राप्ति यज्ञ कर गायत्री देवी सनातन फल गोटे शिशु संतान या गोटे मुहूर्त न देखले दिजन पागल पागल कर गीता माता किंतु ए पिलाटी 24 वर्ष बयस बापा को छाड़ी पड़े सारे बापा हंसा उड़ीगला कहते जने बुढ़ी लोक देखा प्रकृत बुढ़ी नहीं माया देवी बुढ़ी बेचारा कहले माँ मोर एटा अरे अकाल बाबाजी सकाले देखा नदी बड़ गभीर यार तो बाबाजी समय नुहे तो जीवन आरंभ करनु 24 वर्ष चल हाँ बुझी अकाल बाबाजी सकाले देखा नदी बड़ गभीर सी कहला माँ कात बड़ जबर नदी गभीर कात जबर तो कात जबर अच्छे मैं एपट पट कर लगा दूसरा पहाड़ लोक गिरी हाथ बड़ जबर माने दृढ़ प्रभुपाद को दृढ़ भगवान दृढ़ घटना प्रभुपाद को कृष्ण कॉन्शियसनेस इज मेंटेनिंग सीरियस सेमती बौद्ध जातक जड़े युवक श्रमण ब्रह्मचर्य श्रमण युवक अति सुंदर हैंडसम जापान एकदम अति सुंदर चेहरा उज्ज्वल प्रसन्न बदन जेकोसी लोक तार व्यक्तित्व तार सौंदर्य आविर्भूत
এটা ସତ କଥା ବୋଧେ ସେତେବେଳେ ଆମ୍ରାପଲ୍ଲୀ ବୋଲି ଜଣେ ଯୁବତୀ, ସେ ଆମ୍ରାପଲ୍ଲୀ ଏତେ ସୁନ୍ଦର ଥିଲା ଯେ ରାଜା କହିଲେ ଜଣେ ୟାର ସୁନ୍ଦର ଜଣେ ଲୋକ କାହିଁ ଭୋଗ କରିବ, ରାଜା ବୁଝା ଯାହା ବୁଝିବେ ବୁଝି। ତେଣୁକରି ଆମ୍ରାପଲ୍ଲୀ ପାଇଁ ଗୋଟେ ପ୍ରାସାଦ ତିଆରି ହେଇଗଲା। ଆମ୍ରାପଲ୍ଲୀ ତାର ଶହ ଶହ ପରିଚାରିକା ମାନଙ୍କ ସହିତ ସେ ଅତି ସୁନିପୁଣ ନୃତ୍ୟରତା ଥିଲା ଏବଂ ଅତ୍ୟନ୍ତ ସୁନ୍ଦରୀ ଥିଲା। ଲକ୍ଷ୍ୟ କରି ଓନ୍ଲି ରାଜା ମହାରାଜ ତା ପାଖକୁ ଆମ୍ରହରି ଦେଖା କରିବାଟା କାହା ପକ୍ଷେ ସେନାପତିଙ୍କ ପକ୍ଷେ ବି ସମ୍ଭବ ନୁହେଁ। ସବୁ କରିବା ଥରେ ଯୁବକ ଶ୍ରମଣ ସେ ରାସ୍ତା ଦେଇ ଯାଉଥିଲେ। ଆମ୍ରାପଲ୍ଲୀ ତାଙ୍କ ପ୍ରାସାଦ ଉପରେ ଭ୍ରମଣ କରୁଥିଲେ। ସେ ଯୁବକଙ୍କୁ ଦେଖି ଆକର୍ଷିତ, ସେ ତାଙ୍କ ସଖୀ ପରିଚାରିକା ମାନଙ୍କ ପରିଚାରିକା ମୁଁ ଲକ୍ଷ ଲକ୍ଷ ହୀରା ଖଣ୍ଡ ଦାନ କରିବି, କିନ୍ତୁ ସେ ଯୁବକ ମୋ ପସନ୍ଦ। ପରିଚାରିକା ମାନେ ଯେମିତି କରେ ଯୁବକ ପ୍ରାଣ ଧରି ଦୌଡ଼ିଲେ। ସେ ତ ସମଣ ଲୋକ, ଦୃଢ ବ୍ରହ୍ମଚାରୀ, ସେ ଦୌଡ଼ିଲେ। ଇ ତାଙ୍କ ପଛରେ ଗୋଡେଇଲେ। ଗୋଟେ ଆମ୍ରପଲ୍ଲୀଙ୍କୁ ସିପାହୀ ଦିଆଯାଇଥାଏ। ଆମ୍ରପଲ୍ଲୀ କହିଲେ ନାଇଁ, ମୁଁ ନହେଲେ ପ୍ରାଣ ତ୍ୟାଗ ମୋ ଜୀବନ ରହିବନି, ସିପାହୀ ମାନେ ତୁମେ ତାଙ୍କୁ ଧରିବା ତମକୁ ମୁଁ ସେଥିରେ ସ୍ୱତନ୍ତ୍ର ଭାବରେ ହୀରା ମୁଦିକା ଜଣକୁ ଗୋଟେ ଗୋଟେ ଦେବି। ସିପାହୀ ମାନେ ଗୋଡେଇଲେ, ଇଏ ପ୍ରାଣ ଭାବରେ ଦୌଡୁଛନ୍ତି, କିନ୍ତୁ ଆମ୍ରପଲ୍ଲୀ ଆଙ୍କ ପଛରେ କାହିଁ ଲାଗିଲାନି? ଗୋଟେ ସେ ପ୍ରାଣ ବିକଳ ଯୋଉ କଣ୍ଟା ମଣ୍ଟା ଡେଇଁ ସେଥିରେ ସିପାହୀ ମାନଙ୍କୁ ଆଉ କଣ ପାରିବ, ଏତେ ଦୌଡ଼ିବ। ତାକୁ ଧରିଦେଲେ, ଧରି ଯେତେବେଳେ ଆଣିଲେ ସିଏ ଦଣ୍ଡ ପ୍ରଣାମ କରି କହିଲା, ହେ ମାତା, ନା ମାତ ମତେ କୁହନି, ତମଠୁ ମାତାଟାକୁ ସମ୍ବୋଧନ ଶୁଣିବାକୁ ଯାଏନି, ମତେ ପତ୍ନୀ ବୋଲି ସମ୍ବୋଧନ। କହିଲା, ହେ ଦେବୀ, ମୋର ଗୋଟେ ମୁଁ ତୁମ କଥା ଦଉଛି ନିଶ୍ଚୟ ତମ ପାଖକୁ ଆସିବି। ମୁଁ ଶ୍ରମଣ, କେବେ ମୁଁ କଥା ଭୁଲ କରିବି, ତୁମ ପାଖକୁ ମୁଁ ନିଶ୍ଚୟ ଆସିବି, କିନ୍ତୁ ବର୍ତ୍ତମାନ ମୁଁ ଆସିବାର ଉପଯୁକ୍ତ ସମୟ ନାହିଁ। ଉପଯୁକ୍ତ ସମୟ ତୁମ ପାଖକୁ ଆସିବି ନା ଦେଖ, ତୁମେ ଯଦି ନ ଆସିବ ତୁମେ ସ୍ୱପ୍ନ ମନ କାୟମକୁ ପୁରା ଅଧିକାର କରିଦେବି, ତମ ଭିତରେ ମୁଁ ବଞ୍ଚି ରହିପାରିବିନି। ନା ମୁଁ ତମକୁ କଥା ଦଉଛି, ଭଗବାନ ବୁଦ୍ଧଙ୍କ ନାମରେ କଥା ଦଉଛି, ସଂଘ ନାମରେ କଥା ଦଉଛି, ଧର୍ମ ନାମରେ କଥା ହଉଛି, ମୁଁ ତମ ପାଖ ମତେ ଆଜି ଛାଡି ଛାଡିଲା। ସେ ଖସିଗଲା। ଇଏ ସବୁବେଳେ ଚିନ୍ତା କରିଥାଏ ସେ ଯୁବକ ସନ୍ୟାସୀ ଭ୍ରମଣ କେବେ ଆସିବ। ଇଏ ବି ଅତି ସୁନ୍ଦର ନା, ତାଙ୍କୁ ଦେଖିଲେ ମାନେ ଦିନ ପରେ ଦିନ ବିତିଗଲା, ମାସ ପରେ ମାସ ବିତିଗଲା, ବର୍ଷ ପରେ ବର୍ଷ ବିତିଗଲା। କେଉଁ ଦେଖା କଣ ସେ କାହିଁ ଗୋଟେ ଯାଇଥିଲି ବିପଦ ବରଣ କରିବି, ଧନଚ୍ୟୁତ ହେବାକୁ ବି ତାଙ୍କୁ ଆସ୍ତେ ଆସ୍ତେ ଧୂଳିଯିବ, ତାପରେ ଭୁଲିଗଲେ। ତାପରେ ଆମକୁ ବାର୍ଦ୍ଧକ୍ୟ ବୃଦ୍ଧାବସ୍ଥା ଆସିବ, ଜନ୍ମ ମୃତ୍ୟୁ ଜରା ବ୍ୟାଧି। ଯେତେବେଳେ ବୁଢେ ତାପରେ ବ୍ୟାଧି ଆସିବ, କାରଣ ବହୁ ଲୋକଙ୍କ ସଙ୍ଗ କରିଛନ୍ତି, ଯେମିତି ଆଜିକାଲି ଏଡ୍ସ ଘରେ ବ୍ୟାଧିଟା ଆସିବ। ତାପରେ ଲୋକମାନେ ଘୃଣା କରିବା କରନ୍ତି। ରାଜା ଫେରା ଦୂର କଥା, ସାଧାରଣ ଲୋକ ବି ଦେଶରେ ଏମିତି ଗୋଟେ ସମୟ ଆସିଲା, ତାଙ୍କ ଶରୀରରେ ପୋକ ଫୁଟିଲା, ପୋକ ହେଇକି ସେ ରାସ୍ତା କଡରେ। ଆଶ୍ଚର୍ଯ୍ୟଜନକ ଭାବରେ ସେଇ ସମୟରେ ସେ ଯୁବକ ସେମିତି ହେଲା। ସିଏ ବି ସେତେବେଳେ ବୃଦ୍ଧ ହେଲେଣି, କିନ୍ତୁ ସେ ଉଜ୍ଜଳମୂର୍ତ୍ତି ସେଇ ଯୁବକ ଦେଖାଉଛନ୍ତି। କହିଲେ, ହେ ଆମ୍ରପଲ୍ଲୀ, ମୁଁ ଆପଣଙ୍କୁ କଥା ଦେଇଥିଲି ଆପଣଙ୍କ ମୁଁ ଆଜି ନା ହେ ଯୁବକ, ହେ ସମୟ, ଯୋଉ ସମୟରେ ମୋ ପାଇଁ ମହାରାଜ ନିଜେ ପାଗଳ ହେଇଯାଉଥିଲେ, ପୃଥିବୀର ରାଜା ମାନେ ପାଗଳ ହଉଥିଲେ, ସେ ସମୟ ନ ଆସି ବର୍ତ୍ତମାନ ମତେ ଲେଖି ଲୋକ ଘୃଣା କରୁଛନ୍ତି, ଦୁର୍ଗନ୍ଧ ବାହାରୁଛି ଶରୀରରୁ। ନା ମୁଁ ତମକୁ ଆସିଲି ସଚେତିତ କରିବାକୁ। ହେ ଆମ୍ରପଲ୍ଲୀ, ତୁମେ ସେତେବେଳେ ଅନ୍ଧ ଥିଲ, ତମ ଅନ୍ଧତ୍ୱକୁ ଦୂରୀଭୂତ କରିବାର ସାମର୍ଥ୍ୟ ମୋର ନଥିଲା। ମୁଁ ଭଗବାନ ବୁଦ୍ଧଙ୍କୁ ପ୍ରାର୍ଥନା କରୁଥିଲି ଯେ ଉପଯୁକ୍ତ ସମୟରେ ତମ ପାଖକୁ ଆସିବି। ତୁମେ ଜାଣିପାରୁଛ ଶରୀରର ଗତି, ମୁଁ ତୁମ ପାଖକୁ ଖାଲି ଆସି କିଛି ଲାଭ ନାହିଁ। ତୁମେ ଏଭଳି ରାସ୍ତା କଡରେ ପଡି ଶରୀରରେ ତମ ପୋକ ହେଲେଣି। ଏପରିକି ମୁଁ ଆସିବା ପୂର୍ବରୁ ଗୋଟେ ଶ୍ୱାନ ମାନେ ଗୋଟେ କୁକୁର, ସିଏ ତମ କଚାଂଶଟି କାମୁଡି ଖାଇଦେବ ବୋଲି ଗୋଡଉଥିଲା। ମୁଁ ବହୁ ପ୍ରୟାସ କରି ତାକୁ ବାରଣ କଲି ଏବଂ ମୋର ଅନ୍ନରୁ ସେ ତ ଶାକାହାରୀ, ଅନ୍ନରୁ କିଛି କୁକୁରକୁ ଦେଇଗଲି। ତୁମେ ବର୍ତ୍ତମାନ ବିଭତ୍ସ ମୃତ୍ୟୁ ସମେତ। ଅତଏବ
ମୁଁ ତୁମକୁ ନେଇଯାଉଛି, ମୋ କୁଟୀରରେ ତୁମେ ରହି ଶାନ୍ତ ଭାବରେ ମୃତ୍ୟୁବରଣ। କିନ୍ତୁ ମୋର ଗୋଟେ ଅନୁରୋଧ, ତୁମ ଚେତନା ପରିବର୍ତ୍ତିତ। ତୁମେ ଜାଣି ରଖ, ଏ ଅଳିକ ସଂସାରରେ ତୁମେ ଇନ୍ଦ୍ରିୟ ମେଧ ଯଜ୍ଞରେ ଯେଭଳି ଜୀବନକୁ ନଷ୍ଟ କରିଦେଇଛ, ତମର କୋଉ ଅଜ୍ଞାତ ସ୍ୱୀକୃତି ଥିଲା ବୋଲି ତୁମେ ଆସିଛ ବର୍ତ୍ତମାନ ଆଶ୍ରମ। ତୁମେ ମୋ ଆଶ୍ରମରେ ଆଶ୍ରିତା ହେଇ ରୁହ ମୃତ୍ୟୁ ପଦ। ଜୀବନର ଏକମାତ୍ର ଲକ୍ଷ୍ୟ, ମନୁଷ୍ୟ ଜୀବନର ଏକମାତ୍ର ଲକ୍ଷ୍ୟ ସବୁ ପ୍ରତିବନ୍ଧକତା, ବିଶେଷତଃ କଳିଯୁଗ ତ ବେଶୀ ପ୍ରତିରୋଧ ଆସିବ ନା। କିନ୍ତୁ କଳିର ଗୋଟେ ମହାନ ଗୁଣ ଅଛି ହରିନାମ। ଆଶ୍ରୟ ଲୟା ଭୋଜେ ତାକେ କୃଷ୍ଣ ନାହିଁ ସେ ଯେ ଆରେ ସବୁ ମରେ ଅକାର। ସଦ୍ଗୁରୁଙ୍କର ଆଶ୍ରିତ ହିଁ ହରିନାମ। নিতাই গৌর হরি বল, হরি বল, হরি বল, নিতাই গৌর হরি বল, নিতাই গৌর হরি বল, হরি বল, হরি বল, হরি বল। জয় 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 প্রভুপাদ, 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 জয় জয় প্রভুপাদ, জয় জয় প্রভুপাদ, 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 জয় 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 গুরুদেব, 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 জয় জয় গুরুদেব, জয় জয় গুরুদেব, গুরুদেব, গুরুদেব। হরে কৃষ্ণ।